जय जगन्नाथ। आशा करছি ସମସ୍ତେ ଭଲରେ ଥିବେ। ମୁଁ ବି ଭଲରେ ଅଛି। ଗୋଟେ ଭଜନ ଗୀତ ଆମ ଠାକୁରଙ୍କର ମୁଁ ଦେଖିଛି। ଗୋଟେ ଝିଅ ତା ଦେହରେ ନାଚୁଛି, ଗୋଟେ ସ୍ତ୍ରୀ ଲୋକ, ଝିଅ ନୁହଁ ସେଟା ସ୍ତ୍ରୀ ଲୋକ, ବାହା ବି ହେଇସାରିଛନ୍ତି, ନାଚୁଛି, ମାନେ ବହୁତ ଖରାପ କରି ନାଚୁଛି ସେ ଗୀତରେ। କିନ୍ତୁ ସେ ଗୀତଟା ମୁଁ ବୋଲିଥାନ୍ତି, କିନ୍ତୁ ମୋର କିଛି ଗୁରୁଜନଙ୍କ ନାଁ ଅଛି ବୋଲି ସେଥିରେ ମୁଁ ସେ ନାଁଟା ଧରିପାରୁନି। ମୁଁ ସେଇ କଥା କହୁଛି, ଲୋକ ବି ବହୁତ ଦେଖିଛନ୍ତି ତାକୁ, ବହୁତ ଖରାପ ଖରାପ କମେଣ୍ଟ ବି ଦେଇଛନ୍ତି, ମୁଁ ଦେଖିଛି। ଆରେ ସ୍ତ୍ରୀ ଲୋକ ହେଇକି ତୁମେ କେମିତି ଆମ ଠାକୁରଙ୍କ ଗୀତ ଏମିତି ରଖୁଛ? ତୁମକୁ କ'ଣ କିଛି ଗୀତ ମିଳୁନି? ତୁମର ଭିଡ଼ିଓ କରିବାର ଅଛି, ଅଲଗା ଗୀତ ପକାଅ। ତୁମର ନାଚିବାର ଅଛି, ଅଲଗା ଥିରେ ନାଚ। ତାହେଲେ ଆମ ଠାକୁରଙ୍କ ଗୀତରେ ନାଚିବ, ତୁମକୁ କିଏ ସେ ଅଧିକାର ଦେଲା? ତୁମକୁ କିଏ ସେ କହିଲା ସେ ଗୀତରେ ପକାଇକି ଏମିତି ଖରାପ କରି ନାଚିବା ପାଇଁ? ତୁମେ କ'ଣ ଭାବିଲା ଆମ ପ୍ରଭୁଙ୍କୁ? ସାଙ୍ଗ ପିଲା ନା କାଠ ନା କ'ଣ? ତୁମର ଫଳ ନିଶ୍ଚୟ ତୁମେ ଭୋଗିବ। ବ୍ୟସ୍ତ ହୁଅ ନା, ଭଗବାନ ନିଶ୍ଚୟ ତୁମକୁ ଦଣ୍ଡ ଦେବେ। ତୁମେ ଯେମିତି ତାଙ୍କୁ କରି କରିଛ, ତୁମକୁ ନିଶ୍ଚୟ ଫଳ ହିଁ ମିଳିବା କଥା ମିଳିବ। ଭଗବାନ ପାଖରେ ଏତିକି କରୁଛି ପ୍ରାର୍ଥନା, ତୁମକୁ ଏମିତି ଦଣ୍ଡ ଦିଅନ୍ତୁ ଯେମିତି ଆଉ କେହି ଏଇଭଳିଆ ନାଚିବା ପାଇଁ ଚେଷ୍ଟା ନ କରନ୍ତି ପ୍ରଭୁଙ୍କ ଗୀତରେ।